प्रेज द लॉर्ड। प्रभु को धन्यवाद दिए पुणी नूतन सकाल पाई आसंतु आम ईश्वर वाक्य आज आम तर्जमा करिबा। वास्तव ईश्वर महान परमेश्वर अटंती, कारण तांकर वाक्य केबे हेले निष्फल हब नाही। ईश्वर जहाँ कही अछंती ताही से सफल करुअछंती। तो धन्यवाद दिए परमेश्वर को आमान को सुवर्ण सुजोग देथिबा पाई ईश्वर को अशेष अशेष धन्यवाद दउछि। आमे पुणी आजिर चिंतन पाई आमे चिंता करिबा अंतिम समर मंडली, कारण गोटे मंडली निर्भर करे पालक मेष एवं पालक भितर थिबा मधुर संपर्क। कारण मेष माने दुर्बल होबार कारण जेतेबेले मंडली लोक माने दुर्बल हो जाती, पीड़ित अवस्था को चली जीवार कारण आ उत्तम चराणी स्थान रे पालक ठीक भाव तत्वावधान करि पारे नाही। फीडबैक दबा तांको ईश्वर को ज्ञान रे परिपूर्ण करिबा, इट इज द रेस्पॉन्सिबिलिटी एज ए पास्टर एज ए लीडर। ताहले आमाने मंडली जनक नियंत्रणाधीन भीतर रहिबो ताहा नुह, पालक सर्वेसर्वा ताहा नुहे। कारण गोटे मंडली पाई 5 गोटी पिलर को प्रभु देले, ता मंडली को हब वृद्धि साधन करिवो, समृद्धि लाभ करिवो। तो सेथि पाई बाइबल प्रकाश करे यात्रा पुस्तक तार 19 अध्याय 22 पदरे याजक मान को विषय लिखा अछि। जो याजक माने सदा प्रभुंकर निकटवर्ती होई थांती, से माने अपना अपना को पवित्र करंतु, नहिले से अपना को आक्रमण करिवे। किए? परमेश्वर। कहीं ना बाइबल प्रकाश करे डेविल ईश्वर पवित्रता को केबे भी टच करि परिबनी। कारण साइंटिफाई पवित्रता होची ईश्वरंकर पवित्रता याजक जीवन में रहिबा आवश्यकता रही। ओनली फॉर याजक नहीं, एडी 5 पिलर 5 गोटी पिलर मध्य रहिबा आवश्यक। 5 पिलर नुह, पवित्रता होची ईश्वर को मंदिर बा ईश्वर को गृहर शोभनीय विषय। तेणुकरी पवित्रता ऑलवेज कौन करे ईश्वर को लोक मान को ईश्वर मार्ग रे से कढ़ी निए। पवित्रतार अर्थ है सेट अपॉट। तार अर्थ होची जगत ठारू पृथकीकृत। परमेश्वर आज ए लीडर आज ए पास्टर आमान ईश्वर जगत ठारू पृथकीकृत करियछन्ति। कारण ताहा ईश्वर को पाई, ईश्वर को उद्देश्य रे। कहीं ना पवित्रता को डेविल नष्ट करि पारेनी। पवित्रतार जेतेबेले आमाने अनुगामी हवा, ताहले परमेश्वरंकर गोटे सीमा भीतर आमे रहिबा बाइबल प्रकाश करे। कारण पवित्रता होची ईश्वर पाई व्यवहार पाई योग्य अटंती।
ଆଉ ସେଥିପାଇଁ ବାଇବେଲ ପ୍ରକାଶ କରେ। ଆଉ ଯଦି ଆପଣମାନେ ଆଉ ଦ୍ୱିତୀୟ ରାଜାବଳୀ ପାଠ କରିବେ, ସେ ବିଧବା ସ୍ତ୍ରୀ ଯେତେବେଳେ ଆଉ ଋଣଗ୍ରସ୍ତ ଅବସ୍ଥାରେ ଥିଲା, ମହାଜନ ଆସିଛି ତାର 2 ପୁତ୍ରକୁ ଦାସ କରି ନେବା ପାଇଁ, କିନ୍ତୁ ସେ ମହାଜନ ଯେତେବେଳେ ଆସିକି ତା ଗୃହରେ ପହଞ୍ଚିଛି, ସେ ବିଧବା ସ୍ତ୍ରୀ ନିର୍ଣ୍ଣୟ ନେଲା ଯେ ମୁଁ ପରମେଶ୍ୱରଙ୍କ ଦାସଙ୍କ କତିକି ଯିବି। ପରମେଶ୍ୱରଙ୍କ ଦାସ ତାକୁ ଗୋଟେ ବିଷୟ କହିଲେ, ତୁମ ଘରେ କଣ ଅଛି, ମୁଁ ତୁମ ପାଇଁ କଣ କରିବି? ସେ ବିଧବା ସ୍ତ୍ରୀ କହିଲା, ମୋର ଗୃହରେ ଗୋଟିଏ ପାତ୍ରରେ ଟିକେ ମାତ୍ର ତୈଳ ଅଛି। ପରମେଶ୍ୱରଙ୍କ ଦାସ ସେଠି ପବିତ୍ରତାକୁ ଗୁରୁତ୍ୱ ଦେଲେ, କାରଣ ପ୍ରଭୁଙ୍କ ଦାସ କହିଲେ, ତୁମେ ସାଇ ପଡ଼ିଶା ଘରୁ ଶୂନ୍ୟ ପାତ୍ର ଉଦ୍ଧାର କର, ଆଉ ତୁମେ ଗୃହ ବନ୍ଦ କରି ଆଉ ତୁମର ପୁତ୍ରମାନଙ୍କ ସହିତ ସେ ଗୃହରେ କଣ କରିବ, ସେ ଶୂନ୍ୟ ପାତ୍ରକୁ ସେ ତଳରେ ତୁମେ ଅଜାଡ଼। ଆଉ ଯୋଉ ପାତ୍ର ପୂର୍ଣ୍ଣ ହୁଏ ତା ଅଲଗା ରଗ, ତାଟି ଦଉଛି ହୋଲି, ତା ହଉଛି ସାଇଣ୍ଟିଫାଇ, ପବିତ୍ରତା। କାରଣ ଅଲଗା ରଖିବାର ଅର୍ଥ ହଉଛି ଈଶ୍ୱରଙ୍କ ପାଇଁ ଆଉ ବ୍ୟବହାର ଯୋଗ୍ୟ, ୟୁଜଫୁଲ। କାହିଁକି ନା you have to grow in wisdom of knowledge। ଈଶ୍ୱରଙ୍କ ଜ୍ଞାନରେ ଆମମାନେ ବୃଦ୍ଧିପ୍ରାପ୍ତ ହେବା ବ୍ୟର୍ଥ କି ହେଲା ପବିତ୍ରତା। You have to grow in righteousness, ତା ଡିପେଣ୍ଡ କରୁଛି ପବିତ୍ରତା। ଆମେ ଯେତେବେଳେ ଧାର୍ମିକତାରେ ବୃଦ୍ଧିପ୍ରାପ୍ତ ହଉ, ଦାଟିତ ହଉଛି ଆମମାନେ ଯେତେବେଳେ ପବିତ୍ରକୃତ ଜୀବନ କାଟୁ। ସେଥିପାଇଁ ଏଜ୍ରା ତାର 6 ଅଧ୍ୟାୟ 5 ପଦରେ ଯେତେବେଳେ କିଙ୍ଗ ଦାରିଆବାସ ନିର୍ଦ୍ଦେଶ ଦେଲେ, ପରମେଶ୍ୱରଙ୍କ ଗୃହରୁ ଯେ ସକଳ ସୁନା ଓ ରୂପାର ପାତ୍ର ନବୁକଦ୍ନେଚ୍ଛର ଜେରୁସାଲେମ ମନ୍ଦିରରୁ ନେଇ ବାବେଲିକୁ ଆଣିଥିଲା, ତା ସବୁ ପୁନର୍ବାର ଫେରେଇ ଦିଆଯାଉ, ତା ପରମେଶ୍ୱରଙ୍କ ଗୃହରେ ରଖ। କାରଣ ଦାଟି ଦଉଛି ହୋଲି, ମାନେ ହୋଲି ଭେସେଲ। ହୋଲି ଭେସେଲ ଯେତେବେଳେ ବାବିଲ ଯେତେବେଳେ ଆଉ ଜେରୁସାଲେମରୁ ସମସ୍ତ ବିଷୟ ବନ୍ଦିତ ଅବସ୍ଥାକୁ ଲୋକମାନଙ୍କୁ ନେଇଗଲେ, ଆଉ ମନ୍ଦିରର ସମସ୍ତ ସୁବର୍ଣ୍ଣ ପାତ୍ର ନେଇଗଲେ, କିନ୍ତୁ ଏଠି କିଙ୍ଗ ଦାରିଆବାସ ଡିକ୍ଲାର କରୁଛନ୍ତି, ତା ପରମେଶ୍ୱରଙ୍କ ଗୃହ ରଖ, କାରଣ ତାହା ହଉଛି ହୋଲି ଭେସେଲ। କାରଣ ପବିତ୍ରତା ବା ହୋଲି ପାତ୍ର, ହୋଲି ଭେସେଲ ପରମେଶ୍ୱରଙ୍କ ଗୃହରେ ରହିବ, ତା ପରମେଶ୍ୱରଙ୍କ ରାଇଟ୍ ଥାଏ। କାରଣ ପରମେଶ୍ୱରଙ୍କର ଅଧିକାରକୁ କେହି କ୍ଷୁଣ୍ଣ କରିପାରିବେନି। ଆଜ ଏ ପାଷ୍ଟର, ଆଜ ଏ ହୋଲି ପିପୁଲ, ଆମମାନେ ଈଶ୍ୱରଙ୍କର ପବିତ୍ର ଲୋକ ବୋଲି ବାଇବେଲ ପ୍ରକାଶ କରେ। ୟୁ ଆର୍ ଚୁଜେନ୍ ବାଇ ଗଡ। ଈଶ୍ୱର ଆପଣମାନଙ୍କୁ ମାତାର ଉଦର ଭିତରୁ ଚୁଜେନ୍ କରିଛନ୍ତି, ମନୋନୀତ କରିଛନ୍ତି। କଣ ପାଇଁ? କେବଳ ଈଶ୍ୱରଙ୍କ ପାଇଁ ୟୁଜଫୁଲ ହବା, ଈଶ୍ୱରଙ୍କ ପାଇଁ ଗୋଟେ ବ୍ୟବହାର ଯୋଗ୍ୟ ହବା। ମୁଁ ସେଇ ହୋଲି ପାତ୍ର, ଈଶ୍ୱରଙ୍କ ପାଇଁ ବ୍ୟବହାର ହେବି। ସେଥିପାଇଁ ଏଜରା ପୁଣି ଲେଖିଲେ 7 ଅଧ୍ୟାୟ 25 ପଦରେ, ଆଉ ଏଜରା ଲେଖିଲେ, ତୁମେ ପରମେଶ୍ୱରଙ୍କର ଜ୍ଞାନରେ ପରିପୂର୍ଣ୍ଣ, ଯେଉଁମାନେ ଜ୍ଞାନମାନ, ଯେଉଁମାନେ ବ୍ୟବସ୍ଥା ଜାଣନ୍ତି, ଏପରି ବିଚାରକର୍ତ୍ତା, ଶାସନକର୍ତ୍ତା ରୂପେ ନିଯୁକ୍ତ କର।
ଆଉ ସେ ଅନ୍ୟମାନଙ୍କୁ ଶିକ୍ଷା ଦିଅ। ଏଠି ଏଜ୍ରା ଜଣେ ଅଧ୍ୟାପକ ଥିଲେ। ସେ ମଧ୍ୟ ଈଶ୍ୱରଙ୍କ ଜ୍ଞାନରେ ବ୍ୟବସ୍ଥା ଶାସ୍ତ୍ରରେ ମଧ୍ୟ ସେ ପରିପୂର୍ଣ୍ଣ ଥିଲେ। ସେଥିପାଇଁ ସେ ଗୋଟେ ବିଷୟ ପରିପ୍ରକାଶ କରୁଛନ୍ତି, ଯେଉଁମାନେ ଜ୍ଞାନବାନ ଆମେ ଜ୍ଞାନକୁ ବାଣ୍ଟିବା, ଜ୍ଞାନକୁ ସଦାବେଳେ ୟୁଜଫୁଲ କରିବା। ଅନ୍ୟମାନେ ଜ୍ଞାନ ଶୁଣିବା ଦ୍ୱାରା କଣ ହେବେ? ପରିପକ୍ୱତା ଲାଭ କରିବେ। ଆଉ ଯେଉଁମାନେ ତାହା ଜାଣିନାହାନ୍ତି ତାଙ୍କୁ ଶିକ୍ଷା ଦିଅ। ଇଟ୍ ଦ ଗଡ୍ସ କମାଣ୍ଡମେଣ୍ଟ। ଆମେ ଯଦି ଈଶ୍ୱରଙ୍କର ଜ୍ଞାନ ଜାଣିଛେ, ଈଶ୍ୱରଙ୍କ ଠାରୁ ପ୍ରାପ୍ତ ବିଷୟକୁ ପାଉଛେ, ତାହେଲେ ଆମମାନେ କଣ କରିବା? ଈଶ୍ୱରଙ୍କର ସେ ବାକ୍ୟ ଅନୁସାରେ ଅନ୍ୟମାନଙ୍କୁ ତିଆରି କରିବା। ଦ୍ୟାଟ୍ ଇଜ ମାଇ ରେସ୍ପନ୍ସିବିଲିଟି ଆଜ ଏ ଲିଡର, ଆଜ ଏ ଗଡ୍ ସର୍ଭାଣ୍ଟ। ଏଠି ଯୀଶୁ ମଧ୍ୟ ପୁନରୁତ୍ଥାନ ପରେ ସେ ମେକିଂ ଦ ଡିସାଇପୁଲ, ମାଥ୍ୟୁ 28 ଅଧ୍ୟାୟ 18-20 ପଦରେ ସେ କହିଲେ, ଜଗତକୁ ତୁମେ ଯାଅ, ତୁମେ ଶିଷ୍ୟ ତିଆରି କର। ମୁଁ ତୁମମାନଙ୍କୁ ଯେଉଁ ଶିକ୍ଷା ଦେଇଛି ସେଇ ସବୁ ଶିକ୍ଷା ଦିଅ, ଶିଷ୍ୟ ତିଆରି କର। ଦ୍ୟାଟ୍ ଦ ଲ। ଯାଜକ ପାଖରେ ବ୍ୟବସ୍ଥା ଜ୍ଞାନର ବାକ୍ୟ ନିର୍ଗତ ହୁଏ। ଯାଜକ ସଦାବେଳେ ବ୍ୟବସ୍ଥା ଦ୍ୱାରା ଲୋକମାନଙ୍କୁ କଣ କରିଥାଏ? କ୍ୟାରିଂ କରିଥାଏ। ସେଥିପାଇଁ ଏଜ୍ରା 7 ଅଧ୍ୟାୟ 10 ପଦରେ ଏଠି 3 ଗୋଟି ବିଷୟ, କାରଣ ଯାଜକ ସଦାବେଳେ ବ୍ୟବସ୍ଥାକୁ ଅନୁସନ୍ଧାନ କରେ। ଯାଜକର କାମ ହେଲା ବ୍ୟବସ୍ଥାକୁ ପାଳନ କରିବା। ତାପରେ ଥାର୍ଡ ବିଷୟ ହେଉଛି ଶିକ୍ଷା ଦେବା ପାଇଁ ମନୋନିବେଶ କରୁ। 3ଟା ବିଷୟ ଯାଜକ ପାଖରେ ରହିବା ଆବଶ୍ୟକତା ରହିଛି। ତେଣୁ ଯାଜକ ଆଜ ଏ ପ୍ରିଷ୍ଟ, ସିଏ ବ୍ୟବସ୍ଥାକୁ ଅନୁସନ୍ଧାନ କରୁ, ବାକ୍ୟର ତତ୍ତ୍ୱ ବିଷୟ ସେ ଜାଣୁ, ଈଶ୍ୱରଙ୍କ ଜ୍ଞାନରେ ପରିପୂର୍ଣ୍ଣ ହଉ। ତାହେଲେ ବ୍ୟବସ୍ଥାକୁ ପାଳନ କରିବା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। ସେକେଣ୍ଡ ବିଷୟ, ବାକ୍ୟକୁ ଯଦି ଆମେ ପାଳନ କରୁଛେ, ତାହେଲେ ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଆମମାନେ ସେ ଜ୍ଞାନ, ଅନ୍ୟମାନଙ୍କୁ ଜ୍ଞାନ ପ୍ରାପ୍ତ କରାଇବା ପାଇଁ ସେଥିରେ ମନୋନିବେଶ କରିବା। କାରଣ ଦେଖନ୍ତୁ, ନୂତନ ନିୟମରେ ଯେତେବେଳେ ପ୍ରେରିତମାନଙ୍କର ମଣ୍ଡଳୀ ଯୁଗ, ପ୍ରେରିତ 6 ଅଧ୍ୟାୟ 3-4 ପଦକୁ ଯଦି ଆପଣମାନେ ଦେଖିବେ, ସେଠି ବାଇବେଲ ପ୍ରକାଶ କରେ, ଯେତେବେଳେ ପ୍ରେରିତମାନେ ମନ୍ଦିରରେ ସମବେତ ହେଉଥିଲେ, ହେ ଭାଇମାନେ, ଯେଉଁମାନଙ୍କୁ ଆମେମାନେ ଏହି କାର୍ଯ୍ୟରେ ନିଯୁକ୍ତ କରିପାରୁ, ଏପରି ସୁଖ୍ୟାତି ସମ୍ପନ୍ନ ଏବଂ ଆତ୍ମା ଜ୍ଞାନରେ ପରିପୂର୍ଣ୍ଣ ଆଉ 7 ଜଣଙ୍କୁ ବାଛି ସ୍ଥିର କରନ୍ତୁ। ଆମେ ଏକାଗ୍ର ଭାବରେ ପ୍ରାର୍ଥନାରେ ଲାଗି ରହିବା। ବାଇବେଲ ପ୍ରକାଶ କରୁଛି ପ୍ରେରିତ 6 ଅଧ୍ୟାୟ 6 ପଦରେ, ଆଉ ସେମାନଙ୍କୁ ପ୍ରେରିତ 7 ଜଣ ମନୋନୀତ କଲେ, ପ୍ରେରିତ ମାନଙ୍କୁ ସମ୍ମୁଖରେ ଉପସ୍ଥିତ କଲେ, ଆଉ ସେମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହସ୍ତାର୍ପଣ କଲେ। 7 ପଦ ଲେଖା ଅଛି, ଈଶ୍ୱରଙ୍କର ବାକ୍ୟ ଅଧିକ ବ୍ୟାପିଗଲା। ଜେରୁସାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବଢିବା ପାଇଁ ଲାଗିଲା। ଅନେକ ଲୋକ ବିଶ୍ୱାସ ମାର୍ଗ କଣ କଲେ? ଅବଲମ୍ବନ କଲେ। ଦ୍ୟାଟ୍ ଇଜ ଦ ଲ, ଦ୍ୟାଟ୍ ଇଜ ଦ ପଲିସି। କାହିଁକି ଆଜି ଅନ୍ତିମ ସମୟର ମଣ୍ଡଳୀ ସିଷ୍ଟମାଟିକାଲ ଟିଚିଂ ନାହିଁ? କାରଣ ମଣ୍ଡଳୀ ବୃଦ୍ଧି ହେବାର ଗୋଟିଏ କାରଣ ହେଲା ସିଷ୍ଟମାଟିକାଲ ଟିଚିଂ। ଶିକ୍ଷାର ସୋପାନ ମଧ୍ୟରେ ଲୋକମାନେ ରହିବା ଆବଶ୍ୟକତା ରହିଛି, ନହେଲେ ମଣ୍ଡଳୀର ଲୋକମାନେ ଦୁର୍ବଳ, ପୀଡ଼ିତ ହେଇଯିବେ। ମଣ୍ଡଳୀର ଲୋକମାନେ ଖାଦ୍ୟର ଅଭାବ ହେତୁ, ଜ୍ଞାନର ଅଭାବ ହେତୁ ବିନଷ୍ଟ ହେଇଯିବେ। ମଣ୍ଡଳୀର ଲୋକମାନେ ସମୃଦ୍ଧି ପ୍ରାପ୍ତ ହେବେ ନାହିଁ। ମଣ୍ଡଳୀର ଲୋକମାନେ
ଈଶ୍ୱରଙ୍କ ସତ୍ୟକୁ ସେମାନେ ବଜାଇ ରଖିବେ ନାହିଁ। ସେଥିପାଇଁ ସିଷ୍ଟମାଟିକାଲ ଟିଚିଂ ସଦାବେଳେ ଜଣେ ଡିସାଇପୁଲକୁ ହଉ ବା ବିଶ୍ୱାସୀମାନଙ୍କୁ ହଉ ପରିପକ୍ୱ କରେ। କାରଣ ଲୋକମାନେ ଯଦି ଇନମ୍ୟାଚୁର୍ଡ ହେବେ ତାହେଲେ ସେମାନେ ବାକ୍ୟର ଅଭ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଡେମୋନିକ ଫୋର୍ସେସ୍ ରହିବ। ଜଣେ ଯେତେବେଳେ ବାକ୍ୟରେ ଅଭ୍ୟସ୍ତ ହୁଏ, ପରିପକ୍ୱତା ଲାଭ କରେ, ତାହେଲେ ଡେମୋନିକ ପାୱାର କଣ କରିବ, ତାକୁ ଟଚ୍ କରିପାରିବନି। ତେଣୁକରି ସିଷ୍ଟମାଟିକାଲି ଟିଚିଂ ଲୋକମାନଙ୍କ ଜୀବନକୁ ପ୍ରଭାବିତ କରେ। ଶିକ୍ଷା, ଜ୍ଞାନ, ଈଶ୍ୱରଙ୍କର ବ୍ୟବସ୍ଥା। ତେଣୁକରି ଆମମାନେ ସିଷ୍ଟମାଟିକାଲ ଟିଚିଂ କଣ କରେ, ଗୋଟେ ମଣ୍ଡଳୀକି ଦୃଢ କରେ, ତା ଗୋଟେ ବାତାବରଣ ଆତ୍ମିକ ସ୍ପିରିଚୁଆଲିଟି ତାକୁ କଣ କରେ, କ୍ରିଏଟ କରେ। ଲୋକମାନେ ଆଉ ତାରି ଭିତରେ ରୁହନ୍ତି, ଆତ୍ମିକ ବାତାବରଣ ଭିତରେ ଯେତେବେଳେ ରୁହନ୍ତି, ତାକୁ କୁହାଯାଏ ସେ ମଣ୍ଡଳୀ ହେଉଛି ସୁସ୍ଥ ସବଳ ମଣ୍ଡଳୀ। ସେ ମଣ୍ଡଳୀ ପୀଡ଼ିତ ଅବସ୍ଥାକୁ ଯିବନି। ସେ ମଣ୍ଡଳୀ ଗୋଟେ ଫାୟାର ମଧ୍ୟରେ ରହିବ। ସେ ମଣ୍ଡଳୀ ମଧ୍ୟରେ ଈଶ୍ୱରଙ୍କର ଗ୍ଲୋରି, ତାଙ୍କର ମହିମା କଣ ହବ, ପ୍ରକାଶିତ ହବ। ସେଥିପାଇଁ ଆମମାନେ ସଦାବେଳେ ମଣ୍ଡଳୀର 5 ପିଲରକୁ କଣ କରିବା, ଫଙ୍କସନିଂ କରିବା। ଇଟ୍ ଇଜ ଦ ଗଡ୍ସ କମାଣ୍ଡମେଣ୍ଟ। କାହିଁକି ନା ମଣ୍ଡଳୀ ସମୃଦ୍ଧିଶାଳୀ ହବ। ସିଷ୍ଟମାଟିକାଲି ଟିଚିଂ କଣ କରେ, ଆଉ ଲୋକମାନେ ଯେତେବେଳେ ପରିପକ୍ୱତା ହୁଅନ୍ତି, ଆଉ ସେମାନେ ହୃଷ୍ଟପୁଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବେ। କାରଣ ଅନ୍ଧକାର ପିରିୟଡ ତାଙ୍କ ଜୀବନ ରହିବନି। ଜଣେ କେତେବେଳେ ଡାର୍କ ଏଜ୍ ପିରିୟଡକୁ ଚାଲିଯାଏ। ଡାର୍କ ଏଜ୍ ପିରିୟଡକୁ ଯିବାର ଗୋଟିଏ ଲକ୍ଷ୍ୟ ହେଲା ପରିପକ୍ୱତା ନ ହବା, ଲୋକମାନେ ଇନମ୍ୟାଚୁର୍ଡ ହୋଇ ବୃଦ୍ଧି ପ୍ରାପ୍ତ ହବା। ଗୋଟେ ରୁଗ୍ନକାୟ ଗଛ ସଦାବେଳେ ତାର ଫଳର ଦ୍ୱାରା ଆମେ ଗଛକୁ ଚିହ୍ନି ପାରିବା, ଇ କେତେ ସତେଜ ରହିଛି, ଇ କେତେ ଈଶ୍ୱରଙ୍କ ଜ୍ଞାନରେ ପରିପୂର୍ଣ୍ଣ ରହିଛି। ଗୋଟେ ରୁଗ୍ନକାୟ ଗଛ ସେ ସଦାବେଳେ କଣ କରିବ, ତା ଫଳ ଗୁଡାକ ରୁଗ୍ନକାୟ ହବ। ଗୋଟେ ହୃଷ୍ଟପୃଷ୍ଟ ଗଛ ତା ଦେହରେ ଉତ୍ତମ ଫଳ, ପୁରଷ୍ଟିଆ ଫଳ ମଧ୍ୟ ଆମେ ଦେଖିପାରିବା। ସେଥିପାଇଁ ସିଷ୍ଟମାଟିକାଲ ଟିଚିଂ କଣ କରେ, ବାକ୍ୟର ଦୁର୍ଲଭ ମଣ୍ଡଳୀ ମଧ୍ୟ ରହିବନି। ଆଉ ସିଷ୍ଟମାଟିକାଲ ଟିଚିଂ ଆଉ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଗୋଟେ ପୁନର୍ଜାଗରଣ କଣ କରେ, ତା ଦେଇଥାଏ। ଆମେ ସିଷ୍ଟମାଟିକାଲ ଟିଚିଂ ଦ୍ୱାରା କଣ କରୁ, ଗୋଟେ ନେକ୍ସଟ ଜେନେରେସନକୁ ମଧ୍ୟ ଆମେ ତିଆରି କରୁ। ଆମ ପରେ ଆମର ପିଲାମାନେ ଈଶ୍ୱରଙ୍କ ରାସ୍ତାରେ ରହିବେ। କାହିଁକି ନା ମୁଁ ଯଦି ଜ୍ଞାନ ପ୍ରାପ୍ତ ହଉଛି, ମୋର ଜ୍ଞାନ ମୋ ପିଲାମାନଙ୍କ ନିକଟରେ ବାଣ୍ଟିବି। ତାହା କଣ କରେ, ଗୋଟିଏ ପିଢି ପରେ ପିଢି ତାକୁ ପ୍ରସ୍ତୁତ କରେ। ନେକ୍ସଟ ପିଢିକି ଆମମାନେ ପ୍ରସ୍ତୁତ କରିବା। ସେଥିପାଇଁ ଆମମାନଙ୍କ ଜୀବନରେ ଆମେ ଏ 3 ବିଷୟ ଏଜେରା 7:10 ବାକ୍ୟ ଅଧ୍ୟୟନ ଉପରେ ଗୁରୁତ୍ୱ ଦେବା, ବ୍ୟବସ୍ଥା ଅନୁସନ୍ଧାନ କରିବା ନମ୍ବର 1, ପାଳନ କରିବା ନମ୍ବର 2, ଶିକ୍ଷା ଦେବାକୁ ମନୋନିବେଶ କରିବା, ଅନ୍ୟମାନଙ୍କୁ ଡିସାଇପୁଲ ମେକିଂ କରିବା। ତେଣୁକରି କାରଣ ସେଥିପାଇଁ ଜ୍ଞାନୀ ସଲୋମନ ଉପଦେଶକ 10:7 ସେ ଗୋଟେ ବିଷୟ କହିଲେ, ଆଉ ମୁଁ ଦାସମାନଙ୍କୁ ଅଶ୍ଵ ଉପରେ, ଅଧିପତି ମାନଙ୍କୁ ପାଦଗତିରେ ଦାସତୁଲ୍ୟ ଗତି କରିବାର ଦେଖିଅଛି। କାରଣ ଦାସମାନଙ୍କୁ ମୋର ପ୍ରେସିୟସ୍ ଆଜି ଗଡ୍ ସର୍ଭିଆଣ୍ଟ, ଈଶ୍ୱରଙ୍କ ଦାସ। କାରଣ ୟୁ ଆର୍ ଦ ସିଡ୍ସ ଅଫ୍ ଗଡ୍, ଈଶ୍ୱରଙ୍କର ଗୋଟେ ବୀଜ ଆପଣମାନେ। ତେଣୁକରି ଆମମାନେ ହଉଛେ ମୋର ପ୍ରେସିୟସ୍ ପ୍ରଭୁଙ୍କ ପାଇଁ। କାରଣ ପ୍ରଭୁଙ୍କ ପାଇଁ ଆପଣମାନେ ୟୁଜଫୁଲ ହେବେ, ବ୍ୟବହାର ଯୋଗ୍ୟ ହେବେ। ତେଣୁକରି
ଦାସମାନଙ୍କୁ ଅଶ୍ୱମାନଙ୍କ ଉପରେ ବସିବାର ମୁଁ ଦେଖିଅଛି। ତାହା ଜ୍ଞାନୀ ସଲୋମନ ଲେଖୁଛନ୍ତି। ଅଧିପତି, ଜଗତର ଅଧିପତି ମାନେ, ମାନ୍ୟଗଣ୍ୟ ଲୋକମାନେ, ସେମାନେ ଦାସ ତୁଲ୍ୟ ପାଦଗତିରେ ଯିବେ। ତାହେଲେ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଈଶ୍ୱରଙ୍କ ଦାସମାନେ ଅନ୍ତିମ ସମୟରେ ସତର୍କ ଘଣ୍ଟି ଆପଣମାନଙ୍କ ପାଇଁ ବାଜୁଛି। କାରଣ ହୁଇ ଦ ରେସ୍ପନ୍ସିବିଲିଟି, ଗୋଟେ ଅନ୍ଧକାର ଭିତରେ ଲୋକମାନଙ୍କୁ ଗଠନ କରିବା, କଢ଼େଇ ନେବା। ତାହେଲେ କାଲି ପ୍ରଭୁ ଆପଣମାନଙ୍କ ଠାରୁ ଇଚ୍ଛା ମାଗିବେ। ଆମେ କେବଳ ଗୋଟିଏ ଦିନ ରବିବାର ଆସି ବାଇବେଲ ପ୍ରଚାର କରିଦେବା, ତାହା ଠିକ ନୁହେଁ। 7 ଦିନ 6 ଦିନ ପର୍ଯ୍ୟନ୍ତ ଆମମାନେ ପ୍ରସ୍ତୁତିକରଣ ମଧ୍ୟ ରହିବା, ଈଶ୍ୱରଙ୍କର ଜ୍ଞାନ ଶିକ୍ଷା ପ୍ରାପ୍ତ ହେବା, ଈଶ୍ୱରଙ୍କ ଠାରୁ ଜ୍ଞାନ ପାଇବା। କାରଣ ପ୍ରଭୁ ସେଥିପାଇଁ ଆପଣମାନଙ୍କୁ ଡାକିଛନ୍ତି, ପ୍ରଭୁଙ୍କର କାମ କରିବା ପାଇଁ। ପ୍ରଭୁ, ମୁଁ ତୁମ ପାଇଁ ପ୍ରସ୍ତୁତ ଅଛି। ତେଣୁକରି ସେଥିପାଇଁ କାହିଁକି ଆଜି ଅନେକ ଦାସମାନଙ୍କ ଜୀବନରେ, କାରଣ ଉପଦେଶକ 10 ଅଧ୍ୟାୟ 10 ପଦରେ ପୁଣି ଲେଖାଗଲା, ଲୁହା ଯଦି ଦମଥରା ହବ, କେହି ଯେବେ ତାକୁ ଦାଢ଼ ନ ପକାଏ, ଦାଢ଼ ନ କରେ, ତେବେ ତାପରେ ଅଧିକ ବଳ ପ୍ରୟୋଗ କରିବାକୁ ହୁଏ। କାରଣ ଈଶ୍ୱରଙ୍କର ବାକ୍ୟ ହେଉଛି ଦିଧାର ଖଡ୍ଗ, ତୀକ୍ଷ୍ଣତର ଧାର। ଆପଣ ଗୋଟେ ପ୍ରଭୁଙ୍କ ଦାସ, ଆଜ ଏ ସର୍ଭ୍ୟାଣ୍ଟ, ଆମେ ସଦାବେଳେ ଖଡ୍ଗ ଆମ ମୁଖରୁ ନିର୍ଗତ ହେବାର ଆବଶ୍ୟକତା ରହିଛି। କାରଣ ଲୁହା ଯଦି ଦମଥରା ହେଇଯିବ, ଗୋଟେ ଆକର୍ଷଣ ପାୱାର ଚୁମ୍ବକୀୟ ଶକ୍ତିର ପାୱାର ମଧ୍ୟ ତାକୁ ଖିଚି ପାରିବନି। ତାହେଲେ କଳଙ୍କିତ ଲୁହା ଉପରେ ଈଶ୍ୱରଙ୍କ ଶକ୍ତି, କାରଣ ଯୋଉଠି ରଷ୍ଟ ଲାଗିଯାଏ, ଜଙ୍କ ଲାଗିଯାଏ, ଈଶ୍ୱରଙ୍କର ପାୱାର ମୁଭମେଣ୍ଟ ହୁଏନି। ସେଥିପାଇଁ ଏଠି ଲୁହାର ନିଦର୍ଶନ ହେଲା, ଆମେ ସଦାବେଳେ ଆମମାନଙ୍କର ଭେସେଲକୁ ଆମମାନେ ହୋଲି କରିବା, ପବିତ୍ରତା। କାରଣ ଈଶ୍ୱର ଚାହାନ୍ତି ଦାସମାନେ ଅଲୱେଜ ଆଉ ସେଇ ସ୍ପିରିଚୁଆଲ ଲାଇଫ କି ଆମମାନେ ଆଉ ଫଲ ଡାଉନ ହେବା ପାଇଁ ଦେବାନି। ଆମର ଆତ୍ମିକ ଜୀବନ ଯେତେବେଳେ ଆଉ ଷ୍ଟ୍ରଙ୍ଗ ରହିବ, ତାହେଲେ ହାଣିମା କାର୍ଯ୍ୟ ଆପଣ ମାନେ ଯୋଉଠି ଚୋଟ ମାରିବେ ଆଉ ସେଟା ଦ୍ୱିଖଣ୍ଡ ହେଇଯିବ। ଈଶ୍ୱରଙ୍କର ବାକ୍ୟ ଖଡ୍ଗ ଯେତେବେଳେ ଯିବ, ଗୋଟେ ଲୋକର ହୃଦୟକୁ ବିଦୀର୍ଣ୍ଣ କରିଦବ, ଗୋଟେ ଲୋକର ହୃଦୟ, କଳୁଷିତ ହୃଦୟକୁ ତାକୁ ଭାଙ୍ଗି ଚୁରମାର କରିଦବ। ଯେଉଁମାନେ ବନ୍ଧନ ଭିତରେ ଅଛନ୍ତି, ସେମାନେ ବନ୍ଧନରୁ ଛୁଟକାରା ପାଇଯିବେ। ଗଡ୍ସ ୱାର୍ଡ ଯେତେବେଳେ ଯାଉଛି, ଈଶ୍ୱରଙ୍କର ବାକ୍ୟ ଯେତେବେଳେ ଯିବ, ଆଉ ସେ ଯାଇ ଯେଉଁମାନେ ଗୋଟେ ପରିସ୍ଥିତି ସିଚୁଏସନ ଭିତରେ ବନ୍ଧା ଯାଇଛନ୍ତି, ସେ ସିଚୁଏସନକୁ ଚେଞ୍ଜ କରିଦବ। କାରଣ ସେ ଲୁହାକୁ ଆମେ ଦମଥରା ହେବା ପାଇଁ ଦେବାନି। କେତେବେଳେ? ଯେତେବେଳେ ଲୁହା ଆମମାନଙ୍କର ଜୀବନରେ କଳଙ୍କିତ ଜୀବନ, ରଷ୍ଟମୟ ଜୀବନ, ଜଙ୍କ ହେଇଥିବା ଜୀବନ, ତାହେଲେ ପବିତ୍ର ଆତ୍ମାଙ୍କର ମୋମେଣ୍ଟକୁ ଆମମାନେ ଦେଖିପାରିବାନି। ଆଜି ଗଡ୍ ସର୍ଭିଆଣ୍ଟ ଏଭ୍ରିଡେ ସ୍ପିରିଚୁଆଲ ଲାଇଫକୁ ଆମମାନେ ଟେକଲ କରିବା। ତାହେଲେ ଆମମାନେ ମିନିଷ୍ଟ୍ରିରେ ଗୋଟେ ସଫଳତାକୁ ଲାଭ କରିପାରିବା। ଆପଣ ଜାଣିପାରିବେ ଯେ ପ୍ରକୃତରେ ବାସ୍ତବରେ ମୋ ଜୀବନରେ ପ୍ରଭୁଙ୍କର ସେ ଆନାଉଣ୍ଟିଂ ଫ୍ଲୋ ହଉଛି, ଲୋକମାନଙ୍କ ଉପରେ ଇଫେକ୍ଟ ପଡୁଛି, ଲୋକମାନେ କିଛି ସମଥିଙ୍ଗ କିଛି ମୋ ଠାରୁ ପାଇବେ। କାରଣ ତାହେଲେ ଆମମାନଙ୍କୁ ସ୍କ୍ରିପଚର ରିଡିଂ, ପ୍ରେୟାର, worship, ଆମମାନେ ଏନକାଉଣ୍ଟର ୱିଥ ଗଡ୍, ଈଶ୍ୱର ୱାକିଂ ୱିଥ ଗଡ୍, ଈଶ୍ୱରଙ୍କ ସହିତ ଆମମାନେ ପ୍ରତ୍ୟେକ ଦିନ ଆମେ ଗମନାନ କରିବା। ତାହେଲେ ଜଙ୍କ ରଷ୍ଟ କଣ ହବ, ଆମମାନଙ୍କ ଜୀବନରେ ଆଉ ଲାଗିବନି। ଚୁମ୍ବକର ଶକ୍ତି ତାକୁ ଖିଚିବ,
पवित्र आत्माकर पावर कौन हम ताकू टच करिब पवित्र आत्मा को शक्ति कौन करिब ता जीवन मोमेंट हम आकर्षण शक्ति प्रभु कौन करिवे तांकर से पवित्र आत्मा को द्वारा ही ताकू व्यवहार करिवे सेति पाई गीत रचक लिखिले गीत संहिता 132 अध्याय 9 पदरे याजक माने धर्म रूप वस्त्र परिधान करंतु याजक माने धर्म रूप वस्त्र परिधान करंतु याजक माने को जीवन रे पवित्रता स्वच्छता धार्मिकता ईश्वर आवश्यकता करिथांती बिकॉज यू आर द गॉड सर्वेंट कारण बिकॉज यू आर द चूजन बाय गॉड आम ईश्वर द्वारा मनोनीत होइछे मातार उदर मध्यरु प्रभु मते मनोनीत करी अछंती सेथि पाई प्रभु गोटे विषय कहले जिशाया तार 42 अध्याय 1 पदरे जाको आम्भे धारण करू ଆଉ ଏପରି ଆମ୍ଭ ଦାସଙ୍କୁ ଯାହାଙ୍କଠାରେ ଆମ୍ଭର ଚିତ୍ତ ସନ୍ତୁଷ୍ଟ ଏପରି ଆମ୍ଭର ମନୋନୀତ ଲୋକଙ୍କୁ ଦେଖ ଆମ୍ଭେ ତା ଉପରେ ଆମ୍ଭର ଆତ୍ମା ସ୍ଥାପନ କରିଅଛୁ କେତେବେଳେ କୋଉମାନଙ୍କ ଉପରେ କାରଣ ଯାହାକୁ ଧାରଣ କରୁ ଯାହା ଉପରେ ଆମର ଚିତ୍ତ ସନ୍ତୁଷ୍ଟ କେତେବେଳେ ଆମେ ପ୍ଲିଜ ଟୁ ଗଡ୍ ଈଶ୍ୱରଙ୍କୁ ସନ୍ତୋଷର କାରଣ ହେଇପାରିବା କାହିଁକି ନା ତାହେଲେ ଏଇ ମନୋନୀତ ଲୋକମାନଙ୍କୁ ଦେଖ ଆମର ଆତ୍ମା ସେମାନଙ୍କ ଉପରେ ଆମ୍ଭେ ସ୍ଥାପନ କରିଅଛୁ କ୍ୟାରି ଟୁ ସେମାନେ ୟୁ କ୍ୟାଚ୍ ଦ ଆନାଉଣ୍ଟିଂ ଆମମାନେ ଅଭିଷେକ ଦ୍ୱାରା ହିଁ ଫ୍ଲୋ ହବା ୟୁ ମୁଭ୍ ବାଇ ଆନାଉଣ୍ଟିଂ अभिषेक द्वारा ही आपण मान मोमेंट हेबे बिकॉज यू आर द सर्वेंट ऑफ गॉड सेति पाई आसंतु प्रिय ईश्वर को लोक माने अंतिम समय मंडली रो स्थिति भलो नाही अंतिम समय माने वास करूचे मोर दायित्व हला मु कोन करिबी मोर भेसल को मु पवित्रतार सहित आगु को बढ़िली जो भेसल प्रभु चाहती गोटे साइंटिफाई जीवन कारण मु जदि निजको पवित्र करू नाही ताले परमेश्वर वाक्य कुआगला ताले से ताको आक्रमण करिवे से अनुमति देवे परमेश्वर अनुमति देवे डेविल कौन करिवे आक्रमण करिवो केते बेले आम भेसल जदि कलुषित हो पाप हो कारण ईश्वर पवित्र पात्र केवल ईश्वर गृह पाई आ परमेश्वर आज्ञा देइछंती तांकर गृह रे रहइबो पवित्रता होछि तांको गृहर शोभनीय विषय धन्यवाद दिए अल्प चिंतन पाई निश्चित भावरे ईश्वर दास माने ईश्वर लोक माने किछि नुआ विषय आमने ज्ञान को प्राप्त होचे आपण मानकर भल पाइबा आउ निश्चित मो प्रति रहिछि आपण माने आउरी अधिक रु अधिक विषय सुनंतु शिखंतु आमने परस्पर ठारू शिखिबार मन जदि रहिबो त निश्चित भावरे परमेश्वरंकर ज्ञान अगाध समुद्र भितरु आमने अल्प किसी ज्ञान पाइबा यदि आपण माने ए मेसेज आपण को आ किछि आपण माने प्राप्त होउछंती दयकरी शेयर करंतु लाइक मध्य करंतु सब्सक्राइब करंतु धन्यवाद दउछि पुणिया माने कालीर प्रातः सकाळे चिंतन पाई आउ आमने अपेक्षा करिवा धन्यवाद प्रेज द लॉर्ड।